ଚାଷୀ ଏଠି କିଛି ପାଇବେନି, ଗୋରୁ ଗାଈ କିଛି ପାଇବେନି, ଆପଣମାନେ ଖାଲି ଆସୁଛନ୍ତି। କୋଉ ନିୟମ ଅନୁସାରେ ଆପଣ ଚାଷୀଙ୍କୁ ବେନିଫିଟ୍ ଦେଇପାରିବେ? ଯୋଉ ଏରିଆ ରିଲିଫ୍ ଡିକ୍ଲାର ନହେଲା ସେଠି ଆପଣ ଦେଇପାରିବେ କି? ଅସୁବିଧା ଦେଇପାରିବେ ନାହିଁ। ଆପଣ କ'ଣ ଆମକୁ ଭୋଗଉଛନ୍ତି ଆସିକି? କ'ଣ ଆମେ ଆସେସମେଣ୍ଟ କରୁଛୁ? ରିଲିଫ୍ ଡିକ୍ଲାର କଲେ ନା ଚାଷୀ ଗୋଟେ ପଇସା ଗୋଟେ ଟିକି ପଇସା ପାଇବେନି। ଆପଣ ଆଜିକାଲି ଭିତରେ ରିଲିଫ୍ ଡିକ୍ଲାର କରିକି ଆମକୁ କୁହନ୍ତୁ, ନହେଲେ ଆମେ ମସୁରୀ ବ୍ଲକକୁ ଆସିବେ। ବର୍ତ୍ତମାନ ଯୋଉମାନେ ଇଭାକୁଏଟେଡ୍ ଅଛନ୍ତି ବାତ୍ୟା ସରିଗଲା ବରଂ ସେମାନେ ଘରକୁ ପଳେଇବା ଦରକାର, କିନ୍ତୁ ରିଲିଫ୍ ଦେବା ଦରକାର। ବର୍ଷା ପରେ ବନ୍ୟା ହେଇପାରେ, ବିଭିନ୍ନ ପ୍ରକାର ରହିଛି। ଆପଣ ତାର ଲୋକେସନ୍ ମାଧ୍ୟମରେ ନା ଆଉ ଆପ୍ଲିକେସନ୍ ନିଶ୍ଚିତ କରିବେ। ଆଜି ଆପଣଙ୍କ ମୋବାଇଲ୍ ଅଛି, ଅନ୍ୟ ଜିଲ୍ଲାର କ'ଣ ଅବସ୍ଥା? କେନ୍ଦ୍ରାପଡ଼ା, ଭଦ୍ରକ ସେମାନେ ଡିକ୍ଲାର କଲେଣି। ଆଜି କରିକି ରିଲିଫ୍ ଡିକ୍ଲାର କରିଦେଲେ ଆମେ ଖୁସି। ରିଲିଫ୍ ଡିକ୍ଲାର ନ କଲେ ଆମେ ବସିବୁ ବ୍ଲକରେ ଆଉ ହେଲା ଯିବା।